हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशोवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आज मालिका वचन को आपण मानक स्वागत जनाऊँ। आज मालिका वचन रे आम आलोचना करिया जाऊे महापुरुष अच्युतानंदर मालिकार नाम है शिवकल्प नवखंड निर्घंट। आउ ये शिवकल्प नवखंड निर्घंटर पंचम निर्घंट आम आलोचना करुच्छे। महापुरुष लिखिछन गोटे पद कौन कहले बोले कटक चौद्वार आनी कट तला महानदी बाली खोद सिद्ध साधु जणे प्रवेश होइबे आरंभिबे मुक्ति युद्ध आरंभिबे मुक्ति युद्ध है सुजने आरंभिबे मुक्ति युद्ध आरंभिबे मुक्ति युद्ध है सुजने आरंभिबे मुक्ति युद्ध। कटक चौद्वार आनी कट तल महानदी बाली कूद। कटक आप जानी ये ज्ञानीगुणी मंडली 1000 वर्ष तलर कटक सहर। आ ये कटक निकट दे बही जाइचंती महानदी आ सेही महानदीर बाली कूद कटक एवं चौद्वार मझे रहुनी कि महानदी महानदीर एक शाखा नदी विरूपा। तेणु ये कटक चौद्वार आनीकट तल 600 वर्ष तले कागज कलम नथिला तालपत्र लेखनी रे महापुरुष लिखिचंदी। देखंतु कि बड़ी दिव्य दृष्टि। महानदी बाली कूदरे सिद्ध साधु जणे प्रवेश होइबे आरंभिबे मुक्ति युद्ध। तेणु से महानदी विषय महापुरुष आलोचना कले कौन कहले बोले महानदी नामेण जे एक दिव्य नई बाबू एक दीवा नई पश्चिम दिगरो से जे आसो अछि बही बाबू आसो अछि बही। कहले महानदी नामेण जे एक दिव्य नही पश्चिम दिगरु से जे आसु अछि बही। पश्चिम दिगरु महानदी बही आसु नहीं से पश्चिम दिगरु बही आसुची बोली महापुरुष लिखिले मालिकारे। आउ से नदी रे सरबालोका करो थांती स्नान बाबू करो थांती स्नान देव अंग लागी नदी देवता समान बाबू देवता समान से नदी रे सर्वलोक करूथांती स्नान देव अंग लागी नदी देवता समान। सुधीयने ज्ञानीगुणी मंडली आप जातु देखिए महानदी कूले कूले अनेक देवादेवींकर मंदिर रही। धवलेश्वर महाप्रभु नहीं महानदी कूले रही ना कि
ସେ ମହାପ୍ରଭୁ କଳା ବଳଦକୁ ଧଳା କରିଦେଲେ। ଇ ଅଲୌକିକତା ଇ ତାଙ୍କର ମାହାତ୍ମ୍ୟ ଆମେ ଜନଶ୍ରୁତିରୁ ଶୁଣିବାକୁ ମିଳେ, ଲୋକମୁଖରେ ଆଜି ମଧ୍ୟ ପ୍ରଚାରିତ। କଳା ବଳଦକୁ ସେ ଧଳା କରିଥିଲେ ବୋଲି ନା ତାଙ୍କର ଧବଳେଶ୍ୱର ନୁହେଁ। ଗାଁରୁ ଗୋଟେ ନିକଟତର ଗାଁରୁ ଚୋରଟି ଚୋରି କରି କଳା ବଳଦକୁ ନେଇ ଆସିଲା। ଗାଁ ଲୋକମାନେ ଗୋଡ଼େଇଲେ। ଇଏ ଗୋଡ଼େଇବା ଭିତରେ ଚୋରଟି ମହାନଦୀରେ ସେତେବେଳେ ପହଁରି ପହଁରି ବଳଦକୁ ଧରି ଆସି ପହଞ୍ଚିଥିଲା ମହାପ୍ରଭୁଙ୍କ ନିକଟରେ ଏବଂ ଚୋର କହେ ପ୍ରଭୁ ତୁମେ ମୋର, ସାଧୁ କହେ ତୁମେ ମୋର। ଚୋର ଯେତେବେଳେ ଯାଉଛି ଚୋରି କରିବାକୁ ପ୍ରଭୁଙ୍କୁ ମୁଣ୍ଡିଆ ମାରିଛି, ପ୍ରଭୁ କୌଣସି ବିପଦ ଆପଦ ନ ପଡ଼ୁ, କୌଣସି ସଙ୍କଟ ଆଜି ନ ପଡ଼ୁ, ଚୋରିରେ କୌଣସି ବାଧାବିଘ୍ନ ସୃଷ୍ଟି ହଉ। ସେ ମଧ୍ୟ ପ୍ରଭୁଙ୍କୁ ସ୍ମରଣ କରି ଯାଉଛି ନାହିଁ। ତେଣୁ ମହାପ୍ରଭୁଙ୍କ ନିକଟରେ ଗୁହାରି କଲା, ହେ ମଣିମା, ଗାଁର ଲୋକମାନେ ଗୋଡ଼େଇଛନ୍ତି ମୋ ପଛରେ, ଆଉ ସେମାନେ ମୋତେ ଧରି ନେବେ, ହୁଏତ ମୋତେ ମାରି ଦେଇପାରନ୍ତି। ତେଣୁ ହେ ମହାପ୍ରଭୁ, ଆପଣଙ୍କ ନିକଟରେ ମୁଁ ମାନସିକ କରୁଛି, ହେ ପ୍ରଭୁ ମୁଁ ଗୁହାରି କରୁଛି, ମୋର ଏ କଳା ବଳଦକୁ ଆପଣ ଧଳା କରିଦିଅ, ମୋତେ ରକ୍ଷା କରନ୍ତୁ ପ୍ରଭୁ ଏ ସଙ୍କଟରୁ। ଯେତେବେଳେ ଗ୍ରାମର ଲୋକମାନେ ଆସି ପହଞ୍ଚିଲେ, ଦେଖିଲେ ଚୋର ତ ଅଛି କିନ୍ତୁ ବଳଦ ଆମର ତ କଳା ବଳଦ ନା, କାହିଁ ସେ କଳା ବଳଦ? ନା, କଳା ବଳଦକୁ ମହାପ୍ରଭୁ ଧଳା କରିଦେଇଛନ୍ତି। ତେଣୁ ସେଇଠୁ ଆଖିରୁ ଲୁହ ଗଡ଼େଇ ଚୋରଟି ତାର ଚୋରି ବୃତ୍ତି ଛାଡ଼ିଦେଲା, ଚୋରି ବୃତ୍ତି ଛାଡ଼ିଦେଲା, ଆଉ ଚୋରି କରିବି ନାହିଁ ହେ ପ୍ରଭୁ। ତୁଣ୍ଡରେ ପ୍ରଚାରିତ କରିଦେଲା ମହାପ୍ରଭୁଙ୍କର ମହିମା ମାହାତ୍ମ୍ୟ। ଆଉ ସେଇ ମହାପ୍ରଭୁ ଧବଳେଶ୍ୱର ରହିଛନ୍ତି ମହାନଦୀ ତଟରେ। ତେଣୁ କେବଳ ମହାପ୍ରଭୁ ଧବଳେଶ୍ୱର ନୁହନ୍ତି, ଧବଳେଶ୍ୱର ମହାପ୍ରଭୁ ଅନେକ ଦେବାଦେବୀ ମାନେ ଏ ମହାନଦୀରେ କୂଳେ କୂଳେ ନିବାସ କରନ୍ତି ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଲେଖିଛନ୍ତି। କେବଳ ଦେବତା ମାନେ ନୁହନ୍ତି, ଋଷି ମୁନି ସନ୍ଥ ମହାତ୍ମା ମାନେ এই ମହାନଦୀ କୂଳରେ ଗୁପ୍ତରେ ନିବାସ କରୁଛନ୍ତି, ଆମେ ଜାଣିନାହାନ୍ତି ସାଧାରଣ ଲୋକ। ତେଣୁ ସେଇ କଥା କହିଲେ, ଦେବ ଅଙ୍ଗ ଲାଗି ନଦୀ ଦେବତା ସମାନ, ଶୋଭା ବେଣ ସ୍ତ୍ରୀ ରୂପୀ ଅଟଇ ସେ ନଦୀ ବାବୁ, ଅଟଇ ସେ ନଦୀ ଶପଥ ପାତାଳୁ ସେହି ଆସୁଅଛି ଭେଦି ବାବୁ, ଆସୁଅଛି ଭେଦି। ଶପଥ ପାତାଳରୁ ଇଏ ହେଉଛି ମାହାତ୍ମ୍ୟ, ମହାନଦୀର ମାହାତ୍ମ୍ୟ, ବୁଝିଲେ। ତାର ସୁରକ୍ଷା କରିବା ଉଚିତ। ସେ ମହାନଦୀର ଯେହେତୁ ଶୋଭାବେଣ ସ୍ତ୍ରୀ ରୂପୀ ଅଟଇ ସେ ନଦୀ, ମହାନଦୀଟା ପୁରୁଷ ନୁହଁ, ମାଳିକାରେ ମହାପୁରୁଷ ଲେଖିଲେ ସେ ସ୍ତ୍ରୀ ରୂପୀ, ନାରୀ ରୂପୀ ହେଉଛନ୍ତି ମହାନଦୀ। ତେଣୁ ସେ ମହାନଦୀ ସପତ ପାତାଳୁ ସେହି ଆସୁଅଛି ଭେଦି, ସେ ମହାନଦୀଟି ସପ୍ତ ପାତାଳରୁ ଭେଦି ଆସିଛି ବୋଲି ଏ ପୃଥିବୀ ପୃଷ୍ଠକୁ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି, ମାଳିକାରେ ଅଛି। ଅନ୍ୟ କେଉଁଥିରେ ଏ କଥା ଆଲୋଚନା ହେଇନି। ଗୀତା ଭାଗବତ ରାମାୟଣ ମହାଭାରତରେ କଥା ଆଲୋଚନା ହେଇଛି ନା, କେବଳ ମାଳିକା ଶାସ୍ତ୍ରରେ ମହାପୁରୁଷ ଆଲୋଚନା କରିଛନ୍ତି। बोलिए महापुरुष अच्युतानंद जी की सुधीयने ज्ञानी गुणी मंडली। तेणु स्वभावेण स्त्री रूपी अटई से नदी सपत पातालु से आसु अच्छी भेदी सप्त पातालु से नदीटी आसी किति महात्म्य से नदी जमती स्वयं गंगा स्वर्गर मंदा के नहीं आसी कौटू ना स्वर्गरु गंगा पतित होते स्वर्गरु ना भगवान विष्णुंगर पद नखरे थिले गंगा सेठू बाहरिकी आसी विष्णु पद इकार भेद शब्द तरणी रे गतागत नुहे अच्युत विष्णुपदी तेणु विष्णुपदी कहते विष्णु पादरू गंगा बही आसिले गंगा स्वर्गरु एवं धराधाम रे प्रवाहित हो गले से भली महानदी सप्त पाताल भेद करी ये पृथ्वी पृष्ठ प्रवाहित होती मन रखते हे ज्ञानी गुणी मंडल आम साधारण भाविया उचित नुह ये अति स्त्री रूपी नदी पुण्यदायक नदी ये देव नदी देव अंग लगी नदी देवता समान ये देव अंग लगी नदी बोली ये देवता समान नदी तार सुरक्षा हवा उचित से महानदीर सुरक्षा हवा उचित कहीं ना देव नदी देवतांगर निवास स्थल आर कूले कूले साधु सन्त मान निवास स्थल आर कूले कूले
ଅଚ୍ୟୁତାନନ୍ଦ ମହାପୁରୁଷ ଆହୁରି ମଧ୍ୟ ଏ ମହାନଦୀକୁ ଗଙ୍ଗା ସହିତ ତୁଳନା କରିବାକୁ ଯାଇ କ'ଣ କହିଛନ୍ତି ନା ମହାନଦୀରେ ଗଙ୍ଗା ନୀର ମହାନଦୀରେ ଗଙ୍ଗା ନୀର ଚିତ୍ରୋତ୍ପଳା ଯମୁନା ଝର ଚିତ୍ରୋତ୍ପଳା ଯମୁନା ଝର କହିଲେ ମହାନଦୀ ଯେ ଗଙ୍ଗା ନୀର ଏ ଗଙ୍ଗା ଜଳ ସହିତ ସମାନ ଚିତ୍ରୋତ୍ପଳା ଯମୁନା ଆବର ଆଉ ଚିତ୍ରୋତ୍ପଳା ନଦୀ ଇଏ ଯମୁନା ସହିତ ସମାନ କରିଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ପୁନଶ୍ଚ କହିଲେ ହଂସ ବାହିନୀ ସରସ୍ୱତୀ ହଂସ ବାହିନୀ ସରସ୍ୱତୀ ହଂସୁଆ ନାମେ ନଦୀ ଖ୍ୟାତି ଆଉ ହଂସୁଆ ନାମେ ନଦୀ ଖ୍ୟାତି କହିଲେ ମହାନଦୀ ଯେ କ'ଣ ଇଏ ହେଉଛି ହଂସ ବାହିନୀ ସରସ୍ୱତୀ ହଂସୁଆ ନାମେ ନଦୀ ଖ୍ୟାତି ଅଚ୍ୟୁତାନନ୍ଦ ମହାପୁରୁଷ ଏ ନଦୀ ଗୁଡ଼ିକୁ କିଭଳି ଭାବରେ ଉପମା ଦେଇଛନ୍ତି ଦେଖନ୍ତୁ ନଦୀ ଗୁଡ଼ିକୁ କିଭଳି ଭାବରେ ଉପମା ଦେଇଛନ୍ତି ଏ ନଦୀ ଗୁଡ଼ିକୁ ଆହୁରି ମଧ୍ୟ ମହାପୁରୁଷ ଲେଖିଛନ୍ତି କହିଲେ ମହାନଦୀ ତଟେ ଲୀଳା ଖେଳା ହେବ ଭକ୍ତମାନଙ୍କ ପରୀକ୍ଷାରେ ଯେ ଉତ୍ତୀର୍ଣ୍ଣ ହୋଇବେ ସେମାନେ ହୋଇବେ ସତ୍ତା ସେମାନେ ହୋଇବେ ସପ୍ତାହେ ସୁଜନେ ସେମାନେ ହୋଇବେ ସତ୍ତା ସେମାନେ ହୋଇବେ ସତ୍ତା ହେ ସୁଜନେ ସେମାନେ ହୋଇବେ ସତା ମହାନଦୀ କୂଳେ ବହୁ ଲୀଳା ହେବ ଏ ମହାନଦୀ କୂଳରେ ବହୁତ ଲୀଳା ଖେଳା ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଛନ୍ତି ଆଉ ସେଇଠି ପରୀକ୍ଷା ହେବ ମହାନଦୀ କୂଳରେ ପରୀକ୍ଷା ଅନେକ କହନ୍ତିନି ଯେଉଁ ବରାଘାଟ ମହାନଦୀ କୂଳରେ ରହିছে ନା ଆଉ ସେଠି ଭକ୍ତମାନେ ପରୀକ୍ଷା ଦେବେ ଆଉ ଯିଏ ପରୀକ୍ଷା ଦେବେ ସେମାନେ ପାଇବେ ରକ୍ଷା ବା ସେମାନେ ହୋଇବେ ସତ୍ତା ସେମାନେ ରକ୍ଷା ପାଇଯିବେ କଳି କଳମସରୁ ରକ୍ଷା ପାଇଯିବେ କଳି ଯୁଗରେ ପ୍ରଭୁଙ୍କର ମିଳେଛ ସଂହାରରୁ ସତ୍ୟ ଯୁଗର ବିହର ହେବେ ବୋଲି ମହାପୁରୁଷ ଅଚ୍ୟୁତ ଲେଖିଲେ ଆଉ କେତେବେଳେ ଏ ପରୀକ୍ଷାଟି ହେବ ମହାନଦୀ କୂଳରେ ଅଚ୍ୟୁତାନନ୍ଦ ଏ ବିଷୟରେ ଲେଖିଛନ୍ତି ମାଳିକାରେ ହଁ କ'ଣ ଲେଖିଛନ୍ତି ଭକ୍ତମାନଙ୍କର ପରୀକ୍ଷା ହେବ କେତେବେଳେ ହେବ ନା ଋତୁବାଣ ମୁନି ଏକରେ ଜାଣ ଏହି ଅଙ୍କରେ କଳଙ୍କି ଭିଆଣ ଏହି ଅଙ୍କରେ କଳଙ୍କି ଭିଆଣ ଏହି ଅଙ୍କରେ କଳଙ୍କି ଭିଆଣ ବୋଲେ ଋତୁ ବାଣ ମୁନି ଏକରେ ଜାଣ ଏହି ଅଙ୍କରେ କଳଙ୍କି ଭିଆଣ ଋତୁ କହିଲେ 6 ବାଣ କହିଲେ 5 ମୁନି ସପ୍ତ ଋଷି ଅଛନ୍ତି ସପ୍ତ ମୁନି ଆକୁ ହିସାବ କରିଦେଲେ ଯେଉଁ ସମୟ ହେବ ଏଇ ଅଙ୍କରେ କଳିକି ଭିଆଣ ଦେଖିବ କଳିକି ଭଗବାନ ବା ପ୍ରଭୁଙ୍କର ଲୀଳା ଖେଳା ଏ ମହାନଦୀ କୂଳେ ଅନେକ ହେବ ଆଉ କ'ଣ କହିଲେ ଏହି ଅଙ୍କୁ ରାମ ମନରେ ରଖ ଚେତା ରହିଲେ ନ ରହିବ ଦୁଃଖ ଚେତା ରହିଲେ ନ ରହିବ ଦୁଃଖ ଚେତା ରହିଲେ ନ ରହିବ ଦୁଃଖ ଏହି ଅଙ୍କକୁ ରାମ ମନରେ ରଖ ଏହି ସମୟକୁ ଏହି ଅଙ୍କକୁ ମନ ଭିତରେ ରଖିଥିବୁ କାହିଁକି ନା ଯଦି ତୁ ଚେତା ରଖିଥିବୁ ତୋ ମନରେ ଆଉ ଦୁଃଖ ରହିବ ନାହିଁ ତୋ ଉପରେ ଆଉ ଦୁଃଖ ପଡ଼ିବନି ତୋ ଉପରେ ବିପଦ ପଡ଼ିବନି କାହିଁକି ତୁ ସତର୍କ ହେଇକି ଦେବୁ ନା ଗୁରୁଦେବ କ'ଣ ହେବ କି ଶିଷ୍ୟ ରାମଚନ୍ଦ୍ର ପଚାର କଲେ ଗୁରୁଦେବ ଏ ଅଙ୍କରେ ଏ ସମୟରେ ମହାନଦୀ କୂଳରେ କ'ଣ ହେବ କି ଲେଖିଲେ ଅଚ୍ୟୁତାନନ୍ଦ ଏହି ଅଙ୍କରେ ମହାନଦୀ ଠାରେ ବନ୍ଧ ଭାଙ୍ଗିବ ରଖ ତୁ ମନରେ ଆଉ ବନ୍ଧ ଭାଙ୍ଗିବ ରଖ ତୁ ମନରେ ବନ୍ଧ ଭାଙ୍ଗିବ ରଖ ତୁ ମନରେ ଏହି ଅଙ୍କରେ ମହାନଦୀ ଠାରେ ବନ୍ଧ ଭାଙ୍ଗିବ ରଖ ତୁ ମନରେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଶୁଦ୍ଧି ଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ କ'ଣ ନା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକାର ନାମ ହେଲା ଶିବକଳ୍ପ ନବଖଣ୍ଡ ନିର୍ଖଣ୍ଡ
ଆଉ ଏ ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଡର ପଞ୍ଚମ ନିର୍ଘଣ୍ଡ ପଦ କଟକ ଚୌଦ୍ୱାର ଆନେ କଟ ତଳ ମହାନଦୀ ବାଲି କୁଦ ସିଦ୍ଧ ସାଧୁ ଜଣେ ପ୍ରବେଶ ହୋଇବେ ଆରମ୍ଭିବେ ମୁକ୍ତି ଯୁଦ୍ଧ। ସେ ମହାନଦୀ କୂଳରେ ବହୁତ ଲୀଳା ଖେଳା ହେବ ମହାନଦୀ ବାଲିକୁଦରେ। ସେ ମହାନଦୀର ମାହାତ୍ମ୍ୟ ଆମେ କହୁଛେ କ'ଣ ହେବ ନା ବାବୁରେ ଏହି ଅଙ୍କରେ ମହାନଦୀ ଠାରେ ବନ୍ଧ ଭାଙ୍ଗିବ ରଖ ତୁ ମନରେ। ମହାନଦୀରେ ବନ୍ଧ ଦିନେ ଭାଙ୍ଗିବ କେତେବେଳେ ନା ଋତୁ ବାଣ ମୁନି ଏକରେ ଜାଣ ଏହି ଅଙ୍କରେ କଳକି ଭିଆଣ। କଳକି ଲୀଳା ସେତେବେଳେ ଚାଲୁଥିବ, ପ୍ରଭୁଙ୍କର ଲୀଳା ଖେଳା ଚାଲୁଥିବ, ପ୍ରଭୁଙ୍କର ନାମର ଭଜନ କୀର୍ତ୍ତନ ଚାଲୁଥିବ, ପ୍ରଭୁଙ୍କର ମାହାତ୍ମ୍ୟ ସେଠାରେ କ'ଣ ହେଉଥିବ ନା ପ୍ରଚାରିତ ହେଉଥିବ। ସେଇ ଜାଗାରେ ତୁମେ ଦେଖିବ ସେଇ ସମୟରେ ମହାନଦୀର ବନ୍ଧ ଭାଙ୍ଗିବ। ଆଉ ଏହି ସମୟରେ ଏହି ସଂକେତ ତୁ ଜାଣିଥା ରାମ ପଦ୍ମବନେ ପଞ୍ଚ ସଖା ମିଳନ। ପଦ୍ମବନେ ପଞ୍ଚ ସଖା ମିଳନ ପଦ୍ମବନେ ପଞ୍ଚ ସଖା ମିଳନ। କହିଲେ ସେଠାରୁ ସଂକେତ ଜାଣିଥା ରାମ ଏସବୁ ସଂକେତକୁ ତୁ ଜାଣିଥା ପଦ୍ମବନରେ ଆମେ ପଞ୍ଚସଖା ମାନେ ସେତେବେଳେ ଭେଟ ହେବୁ, ପଞ୍ଚସଖା ମାନେ ଏକାଠି ହେବୁ ସେ ସମୟରେ ହେବ ଆଗକୁ ବୋଲି ମହାପୁରୁଷ ମାଳିକା ଲେକ୍ଚର ଆମେ କହୁ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସେଠି ମୁକ୍ତି ଯୁଦ୍ଧ ଜଣେ ସିଦ୍ଧ ସାଧୁ ପ୍ରବେଶ ହିଁ କରିବେ। କି ମୁକ୍ତି ଯୁଦ୍ଧ କରିବେ ନା ଭାଗବତ ପ୍ରଚାର, ଭାଗବତର ପ୍ରଚାର, ଭାଗବତର ମୁକ୍ତି। ଅତୀତକୁ ଯଦି ଯିବା ଗାଁ ଗଣ୍ଡାରେ ଭାଗବତ ଟୁଙ୍ଗିଟିଏ ଥିଲା। ସନ୍ଧ୍ୟା ସମୟରେ ଭାଗବତ ପାଠ ହେଉଥିଲା। ଆମେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବସି ଭାଗବତ ଶୁଣୁଥିଲେ। ଭାଇ ଭାଇ ଭିତର କଳି, ପଡ଼ିଶା ପଡ଼ିଶାର କଳି, ସେ କଳିକୁ ନେଇ ସେତେବେଳେ କୋର୍ଟ କଚେରୀ କିଏ ଯାଉନଥିଲେ। ସନ୍ଧ୍ୟା ଭାଗବତ ଟୁଙ୍ଗିରେ ସେ କଳିର ସମାଧାନ ହେଉଥିଲା। ନାଇଁ ପ୍ରତି ଗାଁ ଗଣ୍ଡାର ନ୍ୟାୟାଳୟ ଥିଲା ଭାଗବତ ଟୁଙ୍ଗି ଆଜି ଆଉ ଅଛି? ସେଇ ଭାଗବତର ଉଦ୍ଧାର କରାଯିବ। ପ୍ରତି ଗାଁ ଗଣ୍ଡାରେ ଯେଉଁ ଭାଗବତ ଟୁଙ୍ଗି ଥିଲା ଆଜି କାଁ ଭାଁ କେଉଁ ଗାଁ ଗଣ୍ଡାରେ ଯଦି ଗୋଟେ ଅଧେ ଥିବ ଜାଣିବେ ପ୍ରଭୁଙ୍କର କୃପା ସେ ଗାଁ ଉପରେ ଅଛି ବୋଲି, କିନ୍ତୁ ଆଜି ନାହିଁ। ତ ସେଇଥିପାଇଁ ଭାଇ ଭାଇ ଭିତରେ କଳି, ପଡ଼ିଶା ପଡ଼ିଶା ଭିତରେ କଳି, ସ୍ୱାମୀ ସ୍ତ୍ରୀ ଭିତରେ କଳିକି ନେଇ ଥାନା କୋର୍ଟ କଚେରୀ ଆମେ ପହଞ୍ଚେ। ବର୍ଷ ବର୍ଷ ଧରି ଲାଗି ରହୁଛି ସେ କଳି କଜିଆ ଝଗଡ଼ା ତୁଟୁ ନାହିଁ। କିନ୍ତୁ ସକାଳ ଝଗଡ଼ା ସନ୍ଧ୍ୟାବେଳେ ଗାଁରେ ତୁଟୁଥିଲା। କେଉଁ ନ୍ୟାୟାଳୟରେ ନା ଭାଗବତ ନ୍ୟାୟାଳୟରେ। ଆଜି ଅଛି ନା? ଆପଣମାନଙ୍କୁ ମୋର ନିବେଦନ ପ୍ରତି ଗାଁ ଗଣ୍ଡାରେ ଯେଉଁ ଭାଗବତ ଟୁଙ୍ଗିଟିଏ ଥିଲା ତାର ପୁନରୁଦ୍ଧାର ହେଉ। ପୁଣି ଥରେ ଭାଗବତ ଟୁଙ୍ଗି ନିର୍ମାଣ କରି ଭାଗବତ ଗ୍ରନ୍ଥ ରଖି ସନ୍ଧ୍ୟା ସମୟରେ ଅଧ୍ୟାୟ ଭାଗବତ ପଢ଼ା ହେଉ। କିଏ ଆସୁ ନ ଆସୁ ଭାଗବତ ପଢ଼ାଲେ ଧୀରେ ଧୀରେ ଲୋକଙ୍କର ଆକର୍ଷଣ ସେତିକି ବଢ଼ିବ। ବୁଝିଲେ? ଆମେ ସେତିକି କରିପାରୁନାହାନ୍ତି ବୋଲି ଅଜ୍ଞାନତା ଆଜି ବଢ଼ିଛି। ଅଜ୍ଞାନତା ଅନ୍ଧକାର କହିଲେ କିଛି ନାହିଁ। ଜ୍ଞାନର କ'ଣ ପ୍ରସାର ହେଉନାହିଁ ବୋଲି ଅଜ୍ଞାନତା ଆଜି ଚାରିଆଡ଼େ ପୁରି ରହିଛି। ଅନ୍ଧାର ଆଲୁଅ ନାହିଁ ବୋଲି ଅନ୍ଧାର ଅଛି। ଅନ୍ଧାର ବୋଲି କିଛି ନାହିଁ, ଆଲୁଅର ଅନୁପସ୍ଥିତ ହିଁ ଅନ୍ଧାର ଏବଂ ଜ୍ଞାନର ଅନୁପସ୍ଥିତି ହିଁ ଅଜ୍ଞାନତା। ତେଣୁ ଭାଗବତ ଜ୍ଞାନର ଭାବ ଜ୍ଞାନ ନୁହେଁ, ଭାଗବ ବରେଣ୍ୟ ଶ୍ରେଷ୍ଠ ତୋର ତତ୍ତ୍ୱ, ଇଏ ତିନିଟାର ଆଲୋଚନା ହେଉ। ଦେଖିବେ ଗାଁ ଗଣ୍ଡାରେ ସ୍ୱର୍ଗର ବାତାବରଣ ଖେଳିଯିବ। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟରେ ଲେଖିଲେ, କହିଲେ ସେଇ ଭାଗବତ ଟୁଙ୍ଗି ଯେଉଁଟା ନାହିଁ ସେ ଆଗକୁ ଉଦ୍ଧାର ହେଇ ପ୍ରତି ଗାଁ ଗଣ୍ଡାରେ ଭାଗବତ ଟୁଙ୍ଗି ହେବ। ଲେଖିଛନ୍ତି ଆଜି କ'ଣ ହେଇଛି? ଗୀତା ଭାଗବତ ଅନାଦର ହେବ ସୁରାସୁରୀଙ୍କି ଚିନ୍ଧିବେ, ବାପ ଥାଉ ପୁଅ ନାଶ ହୋଇଯିବେ କେ କାହାକୁ ନ ମାନିବେ। ଜୟ ଜଗନ୍ନାଥ ପତିତ ପାବନ ଓଡ଼ିଶା ବଡ଼ ଠାକୁର କଳ୍ପ ବଟବାସୀ ପ୍ରଭୁ ବ୍ରହ୍ମରାଜ କଳି କଳୁଷ ନାଶନ। ମହାପୁରୁଷ ଲେଖିଥିଲେ ଏ କଥା ମାଳିକାରେ। ଆଉ ହଉଛି ଆଉ ହଉନି ନା? ଆପଣଙ୍କ ଗାଁରେ ଏମିତି ହଉନି ନା? ସମସ୍ତଙ୍କ ଗାଁରେ ହଉଛି। ଗୀତା ଭାଗବତର ଅନାଦର ଆଦର ଆପଣ ଯାଇକି ଜଣକୁ କହିବେ, ଯୁବକ ଭାଇମାନେ ବସିଥିବେ, ପାଠ ପଢ଼ୁଆ ପିଲାମାନେ ବସିଥିବେ, ଏଜୁକେଟେଡ଼ ପିଲା ବସିଥିବେ, ଏଇ ରେ ଗୀତା ପଢ଼, ଭାଗବତ ପଢ଼, ଗୀତା ଶୁଣ, ଭାଗବତ ଶୁଣ। ମୋବାଇଲ ବାଇଆ କରିଛି ନୁହେଁ? ମହାପୁରୁଷ ଲେଖିଛନ୍ତି, କହିଲେ ବାବୁରେ ଏଇଆ ହେବ କଳିଯୁଗରେ
ଏଇଆ ହବ ଲେଖା ଯନ୍ତ୍ର ମାନ ଓଲଟି ପଡ଼ିବ ପଢ଼ା ଜ୍ଞାନୀ ହେବେ ବଣା ମଙ୍ଗ ମଙ୍ଗୁଆଳ ବୋଲ ନ ମାନିବେ ଜ୍ଞାନ କହି ଅକଳନା। ଜୟ ଜଗନ୍ନାଥ ପତିତ ପାବନ ଓଡ଼ିଶା ବଡ଼ ଠାକୁର କଳ୍ପ ବଟବାସୀ ପ୍ରଭୁ ବ୍ରହ୍ମରାଶି କଳି କଳୁଷ ନାଶନ। ଏରେ ଭାଗବତକୁ ଆଶ୍ରା କଲନି, ଭାଗବତକୁ ଆଦର କଲନି, ଗୀତାକୁ ଆଦର କଲନି, ଆଦର କଲ ମୋବାଇଲ କି, ଆଦର କଲ ଇଣ୍ଟରନେଟକୁ, ଆଦର କଲେ ଆଧୁନିକତାକୁ। ଆଉ ଆଧୁନିକତାକୁ ଆଦର କରୁଛ, ମୋବାଇଲ କି ଆଦର କଲ। ଜାଣିଛ ଅଚ୍ୟୁତାନନ୍ଦ ମହାପୁରୁଷ କ'ଣ କହିଛନ୍ତି? ଏଇ ଯାହାକୁ ଆଦର ଆଜି କଳିଯୁଗରେ ତୁମେ କରୁଛ ନା, ୟା ଉପରେ ମହାପୁରୁଷ 600 ବର୍ଷ ତଳେ ଲେଖିଛନ୍ତି ଏ ଲେଖା ଯନ୍ତ୍ରମାନ ଦିନେ ଓଲଟି ପଡ଼ିବ, ଇଣ୍ଟରନେଟ୍ ଫେଲ୍ ହେଇଯିବ, ଇଣ୍ଟରନେଟ୍ ଆଉ କାମ କରିବ ନାହିଁ, ଏ ମୋବାଇଲ ଫୋବାଇଲ ସବୁ ଚାଲିବ ନାହିଁ, ବୈଜ୍ଞାନିକ ଯନ୍ତ୍ରମାନ ଅଚଳ ହୋଇବ, ଆଉ ହରିଙ୍କର ଚକ୍ର ଖାଲି ଘୂର୍ଣ୍ଣ ଥିବ। ଏ ବୈଜ୍ଞାନିକ ଯନ୍ତ୍ର ଯାହା ସବୁ ବୈଜ୍ଞାନିକ ମାନେ ବାହାର କରିଛନ୍ତି ଇଏ ସବୁ ସମୟ କ୍ରମେ ଅଚଳ ହେଇଯିବ ରେ ବାବା। ଇଏ ଅଚଳ ହେଇଯିବ, ଚଳିବ ନାହିଁ। ତାକୁ କାହିଁକି ତା ବେଶୀ ଆଦର କରୁଛ? ଆବଶ୍ୟକତା ରହିଛି, ଆବଶ୍ୟକତା ରହିଛି, କିନ୍ତୁ ଭାଗବତକୁ ଛାଡ଼ନି, ଗୀତାକୁ ଛାଡ଼ନି, ପୁରୁଣାକୁ ଛାଡ଼ନି, ନୂଆକୁ ଆପଣେକି ପୁରୁଣାକୁ ଛାଡ଼ନି, ପୁରୁଣାକୁ ଧରିତା ୟାକୁ ମଧ୍ୟ ବ୍ୟବହାର କର, ତାହେଲେ ଜୀବନ ସୁଧରିଯିବ, ସଂସାର ମଙ୍ଗଳମୟ ହେବ, ପରିବାର ମଙ୍ଗଳମୟ ହେବ, ତୁ ଦେବତା ହେଇଯିବୁ ରେ ବାବା। ଆସନ୍ନ ବିପଦ ସଙ୍କଟରୁ ତୁ ରକ୍ଷା ପାଇଯିବୁ ରେ ଧନ। ଏକଥା ମହାପୁରୁଷ ଲେଖିଛନ୍ତି। ତେଣୁ ସେଇ ସିଦ୍ଧ ସାଧୁ ଜଣେ ମହାନଦୀ ବାଲିକୁଦରେ କ'ଣ ହେବେ? ବାହାର ହେଇକରି ସେ ଭାଗବତ ମୁକ୍ତିର, ଭାଗବତ ସ୍ଥାପନାର ଚାରିଆଡ଼େ ଇଏ ଯୁଦ୍ଧ ଆରମ୍ଭ କରିବେ, ଅଭିଯାନ ଆରମ୍ଭ କରିବେ। ହେଲା, ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ, ନୁହେଁ? ଭାରତ ବଞ୍ଚିଲେ ସଂସ୍କୃତି ବଞ୍ଚିବ, ସଂସ୍କୃତି ବଞ୍ଚିଲେ ସଂସ୍କାର ବଞ୍ଚିବ, ସଂସ୍କାର ବଞ୍ଚିଲେ ମାନବ ବଞ୍ଚିବ, ନୁହେଁ? ତେଣୁ ହେ ଜ୍ଞାନୀଗୁଣୀ ମଣ୍ଡଳୀ, ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା। ପ୍ରଭୁଙ୍କର ନାମ ନେଇ ଆସନ୍ତା ଅଧ୍ୟାୟରେ ସେ ଶିବକଳ୍ପ ନବଖଣ୍ଡ ନିର୍ଖଣ୍ଡର ଆଉ ଗୋଟେ ପଦର ଆଲୋଚନା କରିବା। ଜୟ ଜୟ ଶ୍ରୀ ଅଚ୍ୟୁତ ଜୟ ବଳରାମ, ଜୟ ଜୟ ଶ୍ରୀ ଅନନ୍ତ ଜୟ କଳକିରା। ଜୟ ଜୟ ଶ୍ରୀ ଅଚ୍ୟୁତ ଜୟ ବଳରାମ, ଜୟ ଜୟ ଶ୍ରୀ ଅନନ୍ତ ଜୟ କଳକିରା। ଜୟ ଜୟ ଯଶୋବନ୍ତ ଜଗନ୍ନାଥ ରାମ, ଜୟ ଜୟ ଯଶୋବନ୍ତ ଜଗନ୍ନାଥ ନାମ। କଳିକାଳ ମହନ୍ତଙ୍କୁ କୋଟିଏ ପ୍ରଣାମ, କଳିକାଳ ମହନ୍ତଙ୍କୁ କୋଟିଏ ପ୍ରଣାମ। ଭଜ ଭଜ ରେ ମନ, ଭଜ ଭଜ ରେ ମନ, ଜପ ଜପ ରେ ମନ, ଭଜ ଭଜ ରେ ମନ, ଜପ ଜପ ରେ ମନ। ରାଧେ ଶ୍ୟାମ ଜୟ ସୀତାରାମ, ରାଧେ ଶ୍ୟାମ ଜୟ ସୀତାରାମ, ରାଧେ ଶ୍ୟାମ ଜୟ ସୀତାରାମ, ଓ ରାଧେ ଶ୍ୟାମ ଜୟ ସୀତାରାମ। ସୁଧୀଜନୀ ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଜି ପାଇଁ ଆସନ୍ତୁ, ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍। ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ।